ଚାଷୀ ଭାଇ ନମସ୍କାର। ବର୍ତ୍ତମାନ ସମୟରେ ଆମ ଓଡ଼ିଶାରେ ଦେଖୁଥିବେ ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ଜାଗାରେ ମାନେ ବନ୍ୟା ହଉଛି, ବାତ୍ୟା ହଉଛି। ତ ଆହୁରି ଚାଷୀ ମାନଙ୍କର ଗୋଟେ ବହୁତ ବଡ ସମସ୍ୟା କଣ ହଉଛି ଯେ ସେମାନେ ଚାଷ ତ ଯୋଉ ଗୁଡିକ କରିଛନ୍ତି ସେଗୁଡିକ ଫସଲ ନଷ୍ଟ ହେବାର ସମ୍ଭାବନା ରହିଛି। ଆଉ କିଛି ଫସଲ ତ ଅଲରେଡି ନଷ୍ଟ ହେଇଯାଉଛି। ତ ଯୋଉ ଜାଗା ଗୁଡିକରେ ପାଣି ଆପଣଙ୍କର ଜମିକି ରହିଛି ମାନେ କୁଆଡେ ବୋହି ଯାଇ ପାରେ ନାହିଁ ତ ସେଥିରେ ଆପଣ କଣ କରିପାରିବେ? ସେଇଟା ତ ଭାଗ୍ୟ ଖରାପ ଆଉ କଣ କରିବେ। ଆଉ ଯୋଉ ଆପଣ ଯଦି ଭଲ ଜାଗା ସିଲେକ୍ସନ କରି ଚାଷ କରିଥିବେ ତ ସେଥିରେ ତ ଆପଣ ପାଣି କାଢିଦେଲେ ସେଗୁଡିକ ଚାଲି ଯାଉଥିବ। ତ ବର୍ଷା ହେବା ପରେ କିମ୍ବା ଭାରି ବର୍ଷା ହେବା ପରେ ଲଘୁଚାପ ପରେ ତ ଆମେ କଣ କରିବା ଫସଲକୁ ବଞ୍ଚେଇବା ପାଇଁ ସେଇଟା ହିଁ ଆଜିର ଭିଡିଓରେ ଜାଣିବା। ତ ଏପଟ ସେପଟ କଥା ନେଇ ଡାଇରେକ୍ଟ ଭିଡିଓକୁ ଚାଲନ୍ତୁ ଆରମ୍ଭ କରିବା। ତ ଆପଣ ମାନେ ଯେତେବେଳେ ବର୍ଷା ଛାଡିଯିବ ଜୋର ବର୍ଷା ତ ଆପଣ ମାନେ କ୍ଷେତରୁ ପାଣି ଗୁଡିକ ନାଳ ସିଷ୍ଟମ ରେ ପାଣି ଗୁଡିକ ବାହାର କରିଦେବେ ବାହାରକୁ। ବେଶୀ ଲେଟ୍ କରିବେନି ଆଉ 24 ଘଣ୍ଟା ମଧ୍ୟରେ କିମ୍ବା ମାନେ ଆପଣ ତୁରନ୍ତ ଫଙ୍ଗିସାଇଡ୍ ଇନସେକ୍ଟିସାଇଡ ଦିଅନ୍ତୁ। ଆଉ ମୁଁ ଯୋଉ ଆଜିର ସ୍ପ୍ରେ ସିଡ୍ୟୁଲ ବି ମୁଁ ଆପଣ ମାନଙ୍କୁ କହିବି। ଯୋଉ ପଞ୍ଚମ ସପ୍ତାହର ସ୍ପ୍ରେ ମୋର ଅଛି ଯୋଉ ଆଜି ମୁଁ ଦଉଛି। ପାଇରିଫୋକ୍ସାନ ବାଇଫେନଥ୍ରିନ ଇନସେକ୍ଟିସାଇଡ ଆଉ ଫଙ୍ଗିସାଇଡ ରେ ଅଛି ସାପ ଫଙ୍ଗିସାଇଡ କାର୍ବେନଡିଜିମ୍ ପ୍ଲସ ମାନକୋଜେବ। ତ ସେମିତିକା ତ ସେଇଟା ହଉଛି ପଞ୍ଚମ ସପ୍ତାହର ସ୍ପ୍ରେ ଆପଣ ମାନଙ୍କୁ ଯୋଉ ମୁଁ ପୂର୍ବ 4ଟି ସ୍ପ୍ରେ କହିଥିଲି ସେଗୁଡିକ ପରେ ପଞ୍ଚମ ସପ୍ତାହର ସ୍ପ୍ରେ ଏଇଟା। ଆଉ ଭାରି ବର୍ଷା ପରେ ଆପଣ ଏହି ସ୍ପ୍ରେ କୁ ଯଦି ବ୍ୟବହାର କରିଛନ୍ତି ନିହାତି ଭାବରେ ଆପଣଙ୍କର ଫସଲ ସୁରକ୍ଷିତ ରହିବ ଆଉ କୌଣସି ଅସୁବିଧା ହବ ନାହିଁ। ତ ଗଛ ଗୁଡିକ ଆପଣ ମାନଙ୍କୁ ଟିକେ ଦେଖେଇ ଦିଏ ଦେଖି ନିଅନ୍ତୁ। ଯୋଉ ଭାରି ବର୍ଷା ହେବା ପରେ ଆପଣ ମାନେ ଜାଣିଥିବେ ଏଇ ଯୋଉ ପତ୍ରର ତଳ ଅଂଶ ଗୁଡିକରେ ମାଟି ଗୁଡିକ ଲାଗିଯାଏ ଆଉ ସେଇଟା ତ ଆମେ ତ କିଛି କରିପାରିବାନି। ମାଟି ତ ସେମିତି ଲାଗିବ ଆଉ ଯୋଉମାନଙ୍କର ଯଦି ମାଲଚିଂ ଥିବ ତାଙ୍କର କୌଣସି ଅସୁବିଧା ନାହିଁ ସେମାନଙ୍କର ଆରାମ ସେ ଫସଲ ଚାଲିବ। ତ ଗଛ ଗୁଡିକ ଦେଖି ପାରିଛନ୍ତି ଏମିତିକା ଯୋଉ ମୁଁ ସୂତା ଟାଣିକି ବର୍ତ୍ତମାନ ଟ୍ରେଲସ ରେ ଏଗୁଡିକୁ ଉଠେଇ ଦଉଛି। ନହେଲେ ବେଶୀ ମାନେ ପୂର୍ବରୁ ତ ଆପଣ ମାନଙ୍କୁ କହିଥିଲି ସମୟ ଅଭାବରୁ ଏଗୁଡିକ ଉପରେ ଚଢିବା ପାଇଁ ମଧ୍ୟ ମାନେ ସଠିକ ସମୟରେ କାମ ହେଇପାରିନଥିଲା ତ ଦେଖନ୍ତୁ ଲତା ଗୁଡିକ ଏମିତି ରହିଛି। ଆପଣ ମାନେ ସବୁବେଳେ ଧ୍ୟାନ ରଖିବେ ଏଇ ଯୋଉ ଲତାର ଅଗ୍ରଭାଗରେ ଆପଣଙ୍କର ମାନେ ଆ ଗୋଟେ ଜିନିଷ ଧ୍ୟାନ ରଖିବେ ଯେମିତି ଥ୍ରିପ୍ସ ସେଥିରେ ନ ଲାଗନ୍ତି। ଥ୍ରିପ୍ସ ଯଦି ଲାଗିବେ ଆପଣ ମାନେ ବହୁତ ଆପଣ ମାନେ ଲତାଟି ଚାଲିବା ବନ୍ଦ ହେଇଯିବ ଆଉ ଆପଣଙ୍କ ଫସଲ ନଷ୍ଟ ହେବାର ସମ୍ଭାବନା ରହିଛି କାରଣ ଯଦି ଥ୍ରିପ୍ସ ତାର ଅଗରେ ମାନେ ଲାଗି ଯାଉଛନ୍ତି ମାନେ ସେଥିରେ ସେ ବୃଦ୍ଧି ହିଁ ବନ୍ଦ ହେଇଯିବ। ଆଉ ସ୍ପ୍ରେ ମାରିବେ ତ ଆପଣ ମାନେ ସବୁବେଳେ ମୁଁ କହିବି ଆପଣ ମାନଙ୍କୁ ଏଇ ଯୋଉ ଦେଖୁଛନ୍ତି ଏସ୍ପେର ନଜେଲ ଏମିତି ଥିବ ନା ତ ଏମିତି ହିଁ ଦେଇକରି ଏଇ ମାନେ ପ୍ରାଥମିକ ଅବସ୍ଥାରେ ମାରିବେ। ଏମିତି ଔଷଧ ଗୁଡିକ ଏଇ ଭିତରେ ବି ଯାଇପାରିବ। ତ ସେଇଟା ଜିନିଷ ଆପଣ ମାନେ ଧ୍ୟାନ ରଖିବେ ଆଉ ଯେତେବେଳେ ଲତା ଆମର ବହୁତ ବଡ ହେଇଯିବ ତ ସେତେବେଳେ ଏମିତି ମାନେ ଲମ୍ବା ଲମ୍ବା ମାରିଲେ ବି ହବ। ତ ଏଇ ଛୋଟ ଛୋଟ ଜିନିଷ ଗୁଡିକ ଧ୍ୟାନ ରଖନ୍ତୁ ଆଉ ଯେତେବେଳେ ଭାରି ବର୍ଷା ହଉଛି ସେତେବେଳେ ଆମେ କୌଣସି ଖାଦ୍ୟ ସାର ଦେବା ନାହିଁ ତ ଯେମିତି ହିଁ 24 ଘଣ୍ଟା ପରେ କିମ୍ବା ଗୋଟେ ଦିନ ପରେ ଆମେ କିଛି ସ୍ପ୍ରେ ନେଇପାରିବା ଖାଦ୍ୟ ଯୋଉ ଭିଟାମିନ ର ସେଇଟା ହଉଛି ମାଗ୍ନେସିୟମ ସଲଫେଟ ଆଉ ମାଇକ୍ରୋନ୍ୟୁଟ୍ରିଏଣ୍ଟ ରେ ଆପଣ ମାନେ ଯେକୌଣସି ନେଇପାରନ୍ତି। କିନ୍ତୁ ମାଗ୍ନେସିୟମ ସଲଫେଟ ଦେବା ନିହାତି ଦରକାର କାରଣ ଭାରି ବର୍ଷା ଯୋଗୁ ପତ୍ର ମାନେ ଗଛଟି ଷ୍ଟ୍ରେସ କୁ ଚାଲି ଯାଇଥାଏ ଆଉ ତାର ପତ୍ରର ମାନେ ହରିତ କଣା ଯୋଉ ମାନେ ସବୁଜ ପଣ ଟା ଉଡି ଯାଇଥାଏ। ଆପଣ ମାନେ ଗଛ ଗୁଡିକରେ ଦେଖିପାରୁଥିବେ ମଧ୍ୟ ଗଛ ଗୁଡିକ ଟିକେ ଫିକା ଫିକା ଦେଖା ଯାଉଛନ୍ତି। ମାନେ ପୁରା ଗାଢ ସବୁଜ ଦେଖା ଯାଉନାହାନ୍ତି। ତ ସେଇ ଜିନିଷ ଟା ଆମକୁ କରିବାର ଅଛି ମାଗ୍ନେସିୟମ ସଲଫେଟ ଆଉ ମାଇକ୍ରୋନ୍ୟୁଟ୍ରିଏଣ୍ଟ ଯେକୌଣସି ଆପଣ ମାନେ ଦିଅନ୍ତୁ ସାଇପ୍ର ପାୱାର ପ୍ଲସ୍ ହଉ ଏଗ୍ରୋମିନ୍ ମ୍ୟାକ୍ସ ହଉ ତାପରେ ଆପଣ ବାୟୋଭିଟା ଦିଅନ୍ତୁ ସେଗୁଡିକ ଆପଣ ମାନେ ଦେଇପାରିବେ। ତ ଏମିତିକା କଥା ରହିଛି ଭିଡିଓଟିକୁ ବେଶୀ ଲମ୍ବା କରିବାନି ସେଇଟା ହିଁ ଆପଣ ମାନଙ୍କୁ କହୁଛି। ଆଉ ଯୋଉମାନେ ବର୍ତ୍ତମାନ ଲଗେଇବା ପାଇଁ ଚାହୁଁଛନ୍ତି ମୁଁ ସବୁବେଳେ ମୁଁ କହିଥାଏ ବର୍ତ୍ତମାନ ସମୟରେ ଯୋଉମାନେ ଲଗାଉଛନ୍ତି ମଲଚିଙ୍ଗ ପକେଇକରି ଲଗାନ୍ତୁ। ଆଉ ଯଦି କାକୁଡି ଚାଷ କରୁଛନ୍ତି ମଲଚିଂ ନିହାତି ଭାବରେ କରନ୍ତୁ କିମ୍ବା ଆପଣ ମାନେ ଯେକୌଣସି ଚାଷ କରନ୍ତୁ ତ ସେଇଗୁଡିକୁ ଆପଣ ମାନେ ଧ୍ୟାନ ରଖିବେ। ଔଷଧ ପତ୍ର ନିଜେ କିଣିକି ଆଣିକି ରଖିବେ ଯେହେତୁ ଆମେ ନୂଆ ଚାଷୀ ତ ଯେମିତି ଆମକୁ ମାନେ ପରେ ଯେମିତି ଦୌଡିବାକୁ ନ ହୁଏ ଦୋକାନଦାରଙ୍କ ପାଖକୁ ସେ ପ୍ରତି ଆମେ ନିଜ ହିଁ ମାନେ ଆଗରୁ ହିଁ ରେଡି ହେଇକି ରହିବା ଦରକାର ଆଉ ସେଥିପ୍ରତି ଆମେ ରୋଗ ପୋକ ମାନଙ୍କ ପ୍ରତି ଔଷଧ ପତ୍ର ଗୁଡିକ ଆଣିକି ରଖିବା ଦରକାର। ତ ସେମିତିକା କଥା ଆପଣ ମାନଙ୍କୁ ଆପଣ ଅ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ କି ନ କରନ୍ତୁ ଲାଇକ୍ କରନ୍ତୁ କି ନ କରନ୍ତୁ କିନ୍ତୁ ଆପଣଙ୍କ ଚାଷକୁ ଯତ୍ନ ନିହାତି ଭାବରେ କରନ୍ତୁ ମୁଁ କହିବି। କାରଣ ଫସଲ ଯେତେବେଳେ ନଷ୍ଟ ହୁଏ ନା ସେତେବେଳେ ବହୁତ ଦୁଃଖ ହୁଏ ମାନେ
ଆପଣ ଏତେ ଟଙ୍କା କରି ଯୋଗାଡ଼ କରି ମାନେ ପଇସା ଏକତ୍ରିତ କରିଥିବେ, ଆପଣ କିଛି ପାଇବା ଆଶାରେ ସେଥିରେ ଲଗଉଥିବେ, ତ ସେଇଟା ବି ଯଦି କ୍ଷତି ହେଇଯାଉଛି ମାନେ ସେଇଟା ବହୁତ ମଣିଷକୁ ବାଧିଯାଏ। ତ ସେଇଟା ମୁଁ ଆପଣମାନଙ୍କୁ କହିବି, ଆପଣଙ୍କ ଫସଲକୁ ଯତ୍ନ କରନ୍ତୁ, ଆପଣଙ୍କ ଫସଲ ହିଁ ନିଜେ ଆପଣଙ୍କୁ କହିବ ଯେ ମୋତେ କଣ ଦରକାର ହୋଇଛି। ତ ସେମିତିକା କଥା ରହିଛି। ଆଉ ଆପଣମାନେ ଯଦି ଏମିତି ମାନୁଆଲ କରିଛନ୍ତି ବା ମଲ୍ଚିଂରେ ମଧ୍ୟ କରିଛନ୍ତି, ମଲ୍ଚିଂରେ ଯଦି କରୁଛନ୍ତି ବେଡ୍ ସିଷ୍ଟମ୍ ନିହାତି ଭାବରେ କରନ୍ତୁ। ତ ସେମିତିକା କଥା ରହିଛି। ଆଉ ବର୍ତ୍ତମାନ ସମୟରେ ଆମେ କୋଉ ପନିପରିବା ଗୁଡ଼ିକ ବର୍ତ୍ତମାନ ଲଗେଇ ପାରିବା, ଆଉ କେମିତି ସେମାନଙ୍କର ଯତ୍ନ କରିପାରିବା, ତ ସେଗୁଡ଼ିକ ବିଷୟରେ ମୁଁ ଆଉ ଗୋଟେ ଖୁବ୍ ଶୀଘ୍ର ଗୋଟେ ଭିଡ଼ିଓ ଆଣିବା ପାଇଁ ଯାଉଛି। ଭେରାଇଟି ସହିତ ମୁଁ ଆପଣମାନଙ୍କୁ କହିବି ବର୍ତ୍ତମାନ ସମୟରେ କୋଉ ପନିପରିବା ଗୁଡ଼ିକ ଲଗେଇ ପାରିବେ, ଯାହାଫଳରେ ଆମେ ଯେ ସେଇଗୁଡ଼ିକ ପୁରା ଦୀପାବଳି ହଁ ଦୀପାବଳି କାଳୀ ପୂଜା ସେତେବେଳକୁ ବାହାରିବ, ତ ସେତେବେଳେ ଆମେ ଭଲ ରେଟ୍ ପାଇପାରିବା। ତ ସେମିତିକା କଥା ରହିଛି। ତ ଆଜିର ଭିଡ଼ିଓ ଭଲ ଲାଗିଲେ ଗୋଟେ ଲାଇକ୍ ନିହାତି ଭାବରେ କରିବେ। ଆଉ ଭିଡ଼ିଓଟି ଯଦି ଟିକେ ହେଲେ ବି ଆପଣମାନଙ୍କୁ ଇନଫର୍ମେଟିଭ୍ ଲାଗିଥାଏ ତାହେଲେ ସବସ୍କ୍ରାଇବ୍ ନିହାତି ଭାବରେ କରିବେ। ତ ଆଜିର ଭିଡ଼ିଓରେ ଏତିକି, ରହିଲି, ନମସ୍କାର।